जगन्नाथ मु लक्ष्मीप्रिया वेलकम करती मो चैनल को आम आज हाईनेकर गोटे गाउन तैयारी करवा चलतु ग्राफ करवा काटिबा कटिंगटा करवा तापर सिले करवा चलतु काटिबा लंबा अच्छी 40 एमती फूल गुड़ाक अच्छी एमती काटवा एमती सीधा सीधा काटवा है फोल्ड करदे सीधा कपड़ा ना फूल गुड़ाक फोल्ड करदे गाउन हम तेणु सब जाक नवा कुंच हम अंटार अंटार कुंच करके फ्रक स्टाइल हम तेणु आम सब जाक नहीं कपड़ा अच्छी सब जाक नहीं लंबटा अच्छे 40 अंटा ठू बेकठू अंटा पर्यंत 40 हाथ 40 आम नहीं जा 44 कहीं ये कांध भी आम कटा गाउन हम तो अंटारे कुच पड़ो हाईनेक हम आम 84 नहीं कि এটা কাটি দেবা লম্বা হয়ে যাচ্ছে না আমাকে অবাগিয়া হচ্ছে একটু কাটি দেবা কাটিকি আমি বেক বাহার করিয়া এটা হাত বাহারিবা এই জায়গা না 84 ভিতরু আমি অন্টা পর্যন্ত বাহার করে বেক পর্যন্ত এটা 14 অন্টা পর্যন্ত 14 বাহার করিবা ହେଲା ଆଉ ଏତିକ କୁଞ୍ଚ କରିଦେବା एडो किछि नाइ अति सहज एतिको बाहर करदबा कुछ करबा एठु एटा आमे ई अंटा ठु बेक पर्यंत बाहर करबा एटा काटि देली एटा किछि नाइ खाली कुछ पड़िबो एटा कुछ पड़िबो एथुरु आमे बाहर करबा एत बड़ा आमर दरकार नहीं आ कमे देवा आम
କାହିଁକି ନା ସେଇଟା ସିନା ଘେର ପାଇଁ ଏତେ ବଡ଼, ଇଏ ତ ଏତେ ବଡ଼ ନୁହଁ, ତାକୁ କମେଇଦବା। ଲମ୍ବାଟା ଟିକେ କିନ୍ତୁ 14 ଅଛି 15 କରିଦେବା। 15 କରିଦେଲେ କାନ୍ଧ ସୂର୍ଯ୍ୟର 16 ଅଛି, କାନ୍ଧ ନେଇଯିବା ଆମେ 16, 8 ଖୋଲିଦେଲେ ହେଇଯିବ 16। ଏଠୁ ଏତିକି ଅଛି ଢେର ହେବ, ଏତିକ ମାର୍ଜିନ ପାଇଁ 2 ଇଞ୍ଚ ନେଇଯିବା। ତାପରେ ବେକ ଗଳା 2.5 ରଖିଦେବା। ତାପରେ ବ୍ୟାକ୍ ଡିପ୍ ତ ନାହିଁ, ହାଇନେକ୍ ହବ। ଫ୍ରଣ୍ଟ ଡିପ୍ଟା 7, ଫ୍ରଣ୍ଟ 7 ହେଲା। ତାପରେ ଆମେ ଏଇଟା ଡାଇମଣ୍ଡ କଟିଂ କରିଦେବା, ଏଇଟା ଗ୍ରାଫ୍ କରିଦେବା। ତାପରେ ଅଧାରୁ ଏଇଟା ଡାଇମଣ୍ଡ କଟିଂ ହେଇଗଲା। ତାପରେ ଏଇଟା ବେକ ହେଇଗଲା, ଫ୍ରଣ୍ଟ ବେକ। ତାପରେ ଆମେ କାଖ ବାହାର କରିବା। ଯେହେତୁ ହାଇନେକ୍ ଆମେ 7 ରଖିବା କାଖ, 7। ଆଉ କାନ୍ଧ ଅଧ ଇଞ୍ଚରେ ଗଡ଼ିକି କଟା ହେବ, ହାଇନେକ୍ର ହାଫ୍ ଇଞ୍ଚ ଗଡ଼ିକି କଟା ହେବ। ହେଇଗଲା। ଆଉ ଏଠି ତ ହେଇଯିବ, ଏଇଟା ପିଚ୍ ଅଣ୍ଟା ତାର 38, 38 ନ 36, 9 ଅଧା, ଏତିକି ହେଲା ଅଣ୍ଟା। ମାର୍ଜିନ ପାଇଁ 1.5 ଇଞ୍ଚ ରଖିଦେବା, ହେଇଗଲା। ଆଉ ଛାତି ବି ମାପ ରଖିଦେବା। ଛାତି ହେଉଛି 42, 10 ଚଉକୁ 40, 10 ଅଧା। ଇଏ ହେଉଛି ଛାତି, ମାର୍ଜିନ ପାଇଁ ଏତିକି ରଖିଦେଲେ ଏଇଟା ଏଇଠି ସିଲେଇ ପଡ଼ିବ। ଏଇଟା ମାର୍ଜିନ, ଏଇଟା କାଖ। କାଟିବା। ଜୟ ଜଗନ୍ନାଥ। ହେଇଗଲା। ଏଠୁ ଟିକେ ଗଡ଼ିକି କଟାଟା ଟିକେ କାଟିଦେବି, ଅଧ ଇଞ୍ଚରେ ଗଡ଼େଇକି କାଟିଦେବା। ତାପରେ ଏଇଠି ଗୋଟେ ଖୁଣ୍ଟା ଦେଇଦେବା। ଏଠି ବି ଗୋଟେ ଖୁଣ୍ଟା ଦେଇଦେବା, ଏଇଟା କାଠ ହବ। ଏଇ ଛାତି ଟିକେ ଖୁଣ୍ଟା ଦେଇଦେବା, ଏଠି ବି ଟିକେ ଖୁଣ୍ଟା ଦେଇଦେବା। ତାପରେ ଚକ୍ ମାରିଦେବା, ସିଲେଇ ପଡ଼ିବ ତ ଏଠି ଚକ୍ ମାରିଦେବା। ତାପରେ ତା ତଳେ ବି ଚକ୍ ଦେବା, କାରଣ ଆମେ ଚକ୍ରେ ହିଁ ସିଲେଇ କରିବା ହେଲା। ଏଟା 2 ଫାଳ ଟେକିଦେବା। ହେଇଗଲା, ଚକ୍ ଦେଇଦେଲେ। ବେକ କାଟିବା, ଗୋଟେ ଫାଳ କାଢ଼ିଦେବା। ଏଇଟା ବ୍ୟାକ୍ ସାଇଡ୍, ଏଇଟା ବାହାର କରିଦେବା। ଏଇଟା କିଛି ଦରକାର ନାହିଁ, ଏଇଟାର କାଟିବା। ବେକଟା କାଟିବା। ଏଥିଟା ଟିକେ ସାନ ବଡ଼ିଆ ହେଇଯାଇଛି, ଟିକେ ଦେଖିକି ଏମିତି ଆମେ କାଟିବା। ହେଇଗଲା। ଏଇଟା ହେଉଛି ଫ୍ରଣ୍ଟ ଡିଜାଇନ୍। ଦେଖିବା ଡିଜାଇନଟା ହେଲା, ଦେଖନ୍ତୁ କେତେ ବଢ଼ିଆ ହେଲା। ଏଥିରେ ବକ୍ର ବସିବ ପର୍ଯ୍ୟନ୍ତ ମୁଁ ତିଆରି କଲା ବେଳେ ଦେଖେଇବି। ତାପରେ ଆମେ ହେଇଗଲା 2 ପଟ, ଆମେ ହାତ କାଟିବା। ହାତ ପାଇଁ ସିଧା ସିଧା ରହିବ ତା ଗାର ଗୁଡ଼ାକ। ଏଠୁ କାଟିଦେବା, ଏତେ ଲମ୍ବା ତ ନାହିଁ, ଏଠୁ କାଟିକି ରଖିଦେବା। ହାତ ଲମ୍ବା ହେଉଛି 13, ହାତ ଲମ୍ବା 13। ଫୁଲ୍ କରିଦେବା।
सीधा सीधा रहू तो गाउना चौदह आम देले 13 जैसे 14 दिला हवा हाथ मोदी 10 ହେଇଗଲା ଦେଖ ହାତ କଟ କେତେ ସହଜରେ ହାତ କାଟିଦେଲି ହେଇଗଲା କେତେ ସୁନ୍ଦର ହାତ କଟିକି ଆଉ ଆଗ ପଟ ଅଧ ଇଞ୍ଚିଟେ ସେଭ୍ କରିଦେବା এটা ଜଣା ପଡ଼େ ଯୋଉରା ଅସ୍ତ୍ର ପଡ଼ୁଛି ସିନା ମୁଁ ଜାଣିପାରୁନି ଯେ ପଛେ କାଟୁଛି ଇଏ ଅସ୍ତ୍ର ପଡ଼ିବନି ନା ହେଇଗଲା ମଞ୍ଜିରେ କାଟିଦେଲି ଥ୍ୟାଙ୍କ ୟୁ ଏବେ ଚକ୍ ମାରିଦେବା এটা ଆଗ ପଟ ଦେଲି ହେଇଗଲା ଖାଇଲେ କୁର୍ତ୍ତି କଟିକି ये ହେଲା ହାତ ये ହେଲା ଫ୍ରଣ୍ଟ ବେକ ये ହେଲା ପୁଛ ପଡ଼ିବ ଅତି ସହଜରେ ମୁଁ କରିଦେବି ଗାଉନଟା ଏମିତି